ଅଭିଜ୍ଞତା ଏବଂ ଯାହା ଅର୍ଜନ କରିଛନ୍ତି ସମ୍ମିଳନୀ ଏବଂ ତାଙ୍କର ଯେଉଁ ତ୍ରୁଟି ବିଚ୍ୟୁତି ଜନିତ ଯେଉଁ ସବୁ କାର୍ଯ୍ୟ ରହିଛି ସେଥିପାଇଁ ସେ ଠାକୁରଙ୍କ ପାଖରେ କିଛି ସମୟ ଯଦି ଭାବ ବିନିମୟ କରିବାକୁ ଚାହାନ୍ତି କରିପାରିବେ ଏବଂ ତ୍ରୁଟି ବିଚ୍ୟୁତି କରିବେ। ଯଦି ଭାବ ବିନିମୟ କରିବେ ତାହେଲେ 5 ମିନିଟ୍ ଭିତରେ। ତ ପ୍ରଥମେ ହେଲା ନିମନ୍ତ୍ରଣକାରୀ ସଂଘ ଆମର କୁଜଙ୍ଗ ସଂଘର ସଭାପତି କିମ୍ବା ସମ୍ପାଦକ କିମ୍ବା ତାଙ୍କର କିଏ କର୍ମକର୍ତ୍ତା ଅଛନ୍ତି ତାଙ୍କୁ ଅନୁରୋଧ କରୁଛି ଆସି ତ୍ରୁଟି ବିଚ୍ୟୁତି କରନ୍ତୁ। ଯଦି ଭାବ ବିନିମୟ କରିବାଥିବା ଟିକେ ସଂକ୍ଷିପ୍ତ କରିପାରିବେ। সময় আগে খাইছি निमंत्रण संघ सह पक्षर कर गोवर्धन आरंभ करूँ आज्ञा मुख्य पूजा बैठ ठाकुर प्रधान सेवक गोवर्धन भाई भाव विनिमय एवं त्रुटि विच्युति जनित क्षमा व्याख्या कर जय गुरु ठाकुर पूज्य परिचालक महोदय नीलाचल साधु संघर सभापति महोदय एवं नीलाचल साधु संघर कर्मकर्ता वृंद एवं उपस्थित समस्त भाई और माँ माने समस्त पाखे जय गुरु भाई त्रुटि विच्युति बेल ठाकुर को धरी मासाधिक काल आसी सबु बेले आप्राण चेष्टा थाए किभली भाव त्रुटि किछि न हो। त्रुटि तो जहाँ ठाकुर सेवा किछि विघ्न किछि न हो यथा समय ठाकुर कार्य किभली सुसंपन्न भाव संपादित हो से आप्राण चेष्टा करूँ। जदि ता भितर ज्ञात अज्ञात ठाकुर महाराजन पाखे किछि त्रुटि हो जाइथिबो आम अज्ञात सारे से ठाकुर चरण तले कोटि कोटि प्रणाम करी क्षमा भिक्षा करूँ। द्वितीय परिचालक महोदय पाखे एवं जो कुजंग शाखा संघ आश्रम भितर भाई और माँ मान भितर अन्य आमर नीलाचल साधु संघर कर्मकर्ता माने संगे चलवा भितर जदि किसी ज्ञात अज्ञात त्रुटि हो जाए ज्ञात तो हला भाई लगुना अज्ञात साल जदि सतरे किसी क्या मन में किसी कष्ट लगी कौन सी प्रकार किसी ये दिन सेवक मान कृपा कर क्षमा करूँ। से ठाकुर पाखे परिचालक महोदय पाखे एवं समस्त कर्मकर्ता एवं अंतेवासी भाई माँ मान पाखे क्षमा भिक्षा करुच्ची से निज गुण क्षमा दे आमको प्रार्थना करंतु। जय गुरु जय गुरु जय गुरु। नामयज्ञ विभाग नाम महाराज मुख्य सेवक सुबल भाई ओम वाणी दस्य प्रकटित परम ब्रह्म तत्व सुगुढ़ मुक्ति चुनम गमंति पदम पूर्णमानंद रूपम विभ्रांतनम समयति मोति व्याकुलं भ्रांति मूलम ब्रह्म तपैक विदिशति परम श्री गुरुम तम परमाराध्यतम
ପ୍ରାଣର ଠାକୁର ମହାରାଜଙ୍କର ଅମଳ କମଳ ଅତୁଳ ରକ୍ତିମ ଚରଣ ଯୁଗଳରେ ଅଧମର ଶତକୋଟି ପ୍ରଣିବା ତଦୀୟ ପ୍ରକାଶ ଶକ୍ତି ଶ୍ରୀଯୁକ୍ତ ପରିଚାଳକ ମହୋଦୟ ଶତ ଶତ ପ୍ରଣାମ। ଆଜିର ନୀଳାଚଳ ସାରସ୍ୱତୀ ଠାକୁର ମହାରାଜଙ୍କର ପ୍ରତିନିଧି ସଭାପତି ମହୋଦୟ ଶ୍ରୀଯୁକ୍ତ ଗଗେନ୍ଦ୍ର ମୋର ପ୍ରଣାମ ଜଣାଇ ସମସ୍ତ କର୍ମକର୍ତ୍ତା ବୃନ୍ଦଙ୍କ ସମ୍ପାଦକ କୋଷାଧ୍ୟକ୍ଷ ଆଉ ସମସ୍ତ କର୍ମକର୍ତ୍ତା ବୃନ୍ଦଙ୍କ ନିକଟରେ ତାଙ୍କ ଚରଣ ଜୟଗୁରୁ ପ୍ରଣାମ ଜଣାଉଛି। ଆଉ ମୋର ସଙ୍ଗୀତ ସଂଘର ସଭାପତି ମୋର ଶ୍ରୀଯୁକ୍ତ ପୂର୍ଣ୍ଣ ଭାଇ ଆଉ ପ୍ରେମାସ୍ପଦ ମନୁ ଭାଇ ମୀନ ଭାଇ ସେମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜୟଗୁରୁ ପ୍ରଣାମ ଜଣାଉ। ଆଉ ଏଇ କୁଜଙ୍ଗ ଶାଖା ସଂଘର ସଭାପତି ମହୋଦୟ ନରେନ୍ଦ୍ର ଭାଇ ଆଉ ସମସ୍ତ ଭଗବତ ସଦସ୍ୟ ଗୁରୁଚରଣାଶ୍ରିତ ଭାଇମାନଙ୍କ ଧର୍ମର ଜୟଗୁରୁ ପ୍ରଣାମ ଜଣାଇ ପରମା ପ୍ରକୃତି ବିଶ୍ୱପ୍ରସବିନୀ ଅଂଶ ସମ୍ଭୂତା ମୋର ସ୍ନେହମୟୀ ମାମାନଙ୍କୁ ଏ ଧର୍ମର ଜୟଗୁରୁ ପ୍ରଣାମ ଜଣାଉ। ଆଜି ନୀଳାଚଳ ସାରସ୍ୱତୀ ସଂଘର 74ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ এই ভক্ত ସମ୍ମିଳନୀ ଠାକୁର ମହାରାଜଙ୍କର ପ୍ରାଣପ୍ରିୟ ଅନୁଷ୍ଠାନ। এই ଭକ୍ତମାନେ ଠାକୁରଙ୍କର ଯେଉଁ ପ୍ରାଣପ୍ରିୟ ଅନୁଷ୍ଠାନରେ ତାଙ୍କର ପ୍ରାଣପ୍ରିୟ ସନ୍ତାନମାନେ ଆସି କିଭଳି ସୁଚାରୁ ରୂପରେ ନିର୍ବିଘ୍ନରେ ଯାଇ ରହିକିନି ତାଙ୍କର ଭକ୍ତମାନଙ୍କର ସଙ୍ଗ ସୁଖ ଆଉ ଠାକୁରଙ୍କର ଅମୃତବାଣୀ ଶ୍ରବଣ କରି ନିର୍ବିଘ୍ନରେ ଯାଇପାରିବେ। ଶ୍ରୀ ଠାକୁରଙ୍କର ପ୍ରଦତ୍ତ ଯେଉଁ ସିଦ୍ଧ ମନ୍ତ୍ର କରିଛନ୍ତି ଜୟଗୁରୁ ମନ୍ତ୍ର, ସେଇ ଜୟଗୁରୁ ମନ୍ତ୍ର ହେଉଛି ଯେ ସେଇ ଜୟଗୁରୁ ମନ୍ତ୍ରର ମନ୍ତ୍ରଦ୍ରଷ୍ଟା ଋଷି ଶ୍ରୀ ଶ୍ରୀ ଠାକୁର ମହାରାଜ। ଏହି ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ସମ୍ପ୍ରଦାୟରେ ତାଙ୍କ ନିଜ ନିଜ ଜୟଗୁରୁ ଗୁରୁ ଭାଇମାନଙ୍କୁ ଜୟଗୁରୁ ମଧ୍ୟ କହନ୍ତି, କିନ୍ତୁ ସତରେ ଜୟଗୁରୁ ମନ୍ତ୍ରର ମନ୍ତ୍ରଦ୍ରଷ୍ଟା ଋଷି ଶ୍ରୀ ଶ୍ରୀ ଠାକୁର ମହାରାଜ। ତେଣୁ ଏ ଜୟଗୁରୁ ମନ୍ତ୍ର ଯେଉଁଠାରେ କୀର୍ତ୍ତନ କରାଯାଏ, ଯେଉଁଠାରେ ସ୍ମରଣ ମନନ କରାଯାଏ, ସେଇ ଜାଗାର ସକଳ ପ୍ରକାରର ବାଧାବିଘ୍ନ ଦୂର ହୁଏ ବୋଲି ପୂଜ୍ୟ ପରିଚାଳକ ମହୋଦୟ ଏ ବ୍ୟବସ୍ଥା କରିଛନ୍ତି। ସମ୍ମିଳନୀର କିଭଳି ସର୍ବାଙ୍ଗ ସୁନ୍ଦର ହେବ ଜୟଗୁରୁ ନାମ ଧ୍ୱନିରେ। ଆଉ ଏଇ ସେବାଟି ଭାଇଙ୍କର ଏ ସାର୍ବଭୌମ ସମ୍ମିଳନୀ ଠାକୁର ଡାକିଛନ୍ତି। এই সম্মিଳନୀରେ ଆମେମାନେ ଭକ୍ତମାନେ ପରିଚାଳକ ମହୋଦୟ କତିପୟ ସେବକମାନଙ୍କୁ ଏକତ୍ର କରିକିନି ଶ୍ରୀ ଠାକୁର ମହାରାଜାଙ୍କୁ ଆହ୍ୱାନ କରିଛନ୍ତି। ତେଣୁ ପରିଚାଳକ ମହୋଦୟ ଜାଣିଛନ୍ତି ଯେ ପରିଚାଳକ ମହୋଦୟରେ ସକଳ ସେବା, ଏ ସେବା ଆମର କର୍ମକର୍ତ୍ତା ସଭାପତି ସମ୍ପାଦକ ମହୋଦୟ କର୍ମକର୍ତ୍ତାଙ୍କ ଦ୍ୱାରା ଏ ଅଧମକୁ ଏ ସେବାଟି ଦେଇଛନ୍ତି। କିନ୍ତୁ ଏ ଅଧମ ଆପଣମାନଙ୍କ ପାଖରେ ଛିଡ଼ା ହେଇଛି। ଅଯୋଗ୍ୟ ସେବକ ମୁଁ ଜଣେ, ଯୋଗ୍ୟ ତମର ନାହିଁ। ଏତେ ବଡ଼ କାର୍ଯ୍ୟ କରୁ ଚଲେଇବା ପାଇଁ ଜୟଗୁରୁ ମହାରାଜ ଠାକୁରଙ୍କ ସାଙ୍ଗରେ ଠାକୁର ତାଙ୍କ ସାଙ୍ଗରେ ଆମକୁ ନେଇକି ଆସିଛନ୍ତି। ନାମ ସବୁ ସେବାର ପ୍ରକାର ଅଛି। ଏ ନାମ ସେବାରେ ପ୍ରତି ପଦେ ପଦେ ତ୍ରୁଟି ରହିଛି। ଆମେ କେତେବେଳେ ନାମରେ କେତେବେଳେ ଢୋଳେଇ ପଡ଼ିଛୁ, କେତେବେଳେ ନାମ ମାତ୍ରରେ ଏଥର ପୁଣି 6-7 ଜଣରେ ବହୁ ବାଧାବିଘ୍ନ ଦେଇନି ଶ୍ରୀ ଶ୍ରୀ ଠାକୁର ମହାରାଜ ତାଙ୍କ ନାମ ସେ ନିଜେ ହିଁ ପରିଚାଳନା କରିଛନ୍ତି। ତାଙ୍କ ନାମ ଏଇ ନାମ ଜୟଗୁରୁ ମହାରାଜ। ଯିଏ ଯେଉଁଠି ଗୋଟେ ଘର ପ୍ରତିଷ୍ଠା କରୁଛି ଆଗକୁ ଅଷ୍ଟପ୍ରହରୀ କରୁଛନ୍ତି, ଯିଏ ଯେଉଁଠି ଗୋଟେ କ'ଣ ଶୁଭ କାମ କଲେ ଗୋଟେ ନାମ କୀର୍ତ୍ତନ ନାମ ଯଜ୍ଞ କରୁଛନ୍ତି। ତେଣୁ ଆମର ଏ ବିରାଟ ଅନୁଷ୍ଠାନ ପାଇଁ ଆଜି ଜୟଗୁରୁ ମହାନାମ ଯଜ୍ଞର ବ୍ୟବସ୍ଥା କରାଯାଇଛି। ଏଇ ଜୟଗୁରୁ ମହାନାମରେ ସକଳ ବାଧା କେମିତି ଦୂର ହୋଇଯିବ ବୋଲି ଭାଇ କଥା କରିଛନ୍ତି। ତେଣୁ ମୋର ତ୍ରୁଟି ମିଥ୍ୟା ପୂର୍ବରୁ ଖାଲି ପଦେ ଧାଡ଼ିଏ କହୁଛି, ମୋ ଭାଇମାନଙ୍କ ନିକଟରେ ମୋର କ୍ଷମା ମାଗିବା ପୂର୍ବରୁ ଏଇ ଟିକେ ସମସ୍ତଙ୍କର କ୍ଷମା ହେବ। ଜୟଗୁରୁ ମହାନାମ ଧ୍ୱନିରେ ମାତ୍ର ଗୋଟିଏ ମିନିଟ୍ ଜୟଗୁରୁ ମନ୍ତ୍ର ନାମ ସମସ୍ତଙ୍କୁ ମୁଖରେ କରିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ জয় গুরু জয় গুরু জয় গুরু জয় গুরু জয়
জয় গুরু জয় গুরু জয় গুরু জয় গুরু জয় গুরু জয় গুরু জয় গুরু। ଆମର ମୋ ଏଇ ଯେଉଁ ସେବା ଆମକୁ ଦେଇଥିଲେ ଏଥିରେ କର୍ମକର୍ତ୍ତାଙ୍କ ସହିତ ମୁଁ ବହୁତ ବେଳେ କେତେ କଥା କହିଥିଲି ନାମ ଇଏ ପାଇଁ, ଆଉ ବାର ବାର ଅଳି କରିଛି ଗଗନ ଭାଇଙ୍କ ନିକଟରେ, ବ୍ରହ୍ମା ଭାଇଙ୍କ ନିକଟରେ, କଥା ସ୍ଥଳରେ ମୋର ତ୍ରୁଟି ହେଇଛି ତାଙ୍କ ନିକଟରେ କ୍ଷମା ମାଗୁ। ଆଉ ଏଇ ସଂଘର ଭାଇମାନଙ୍କ ନିକଟରେ କେତେବେଳେ କେତେ କଥା ମିଟିଂରେ କହିଲା ବେଳେ ମୋତେ ଆସିଲେ କହନ୍ତି ଏଇ ସୁବଳ ଭାଇଟା ଖାଲି